ଝଡ଼ି ଯାଇଥିବା ଫୁଲ ପୁଣି ଥରେ ଗଛକୁ ଫେରି ପାରେନି। ସେଥିପାଇଁ ଅତୀତ ବିଷୟରେ ଚିନ୍ତା ନ କରି ବର୍ତ୍ତମାନକୁ ଭଲ ପାଆନ୍ତୁ। ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖନ୍ତୁ ଓ ସର୍ବଦା ନିଜ ଓଠରେ ହସ ରଖନ୍ତୁ। ଜୀବନ ଏବଂ ସମୟ। ଜୀବନ ଏବଂ ସମୟ ସର୍ବୋତ୍ତମ ଶିକ୍ଷକ। ଜୀବନ ଆମକୁ ସମୟର ବ୍ୟବହାର ଶିଖାଏ ଏବଂ ସମୟ ଆମକୁ ଜୀବନର ମୂଲ୍ୟ ଶିଖାଏ। କେତେ ଅଜବ କଥା ନା, କାହାକୁ ଜୀବନରେ ସବୁ କିଛି ମିଳେ ତ ଆଉ କାହାକୁ କିଛି ବି ମିଳେ ନାହିଁ, ଆଉ ତାକୁ ଜୀବନରେ ଦୁଃଖ କଷ୍ଟ ହିଁ ମିଳେ। ଥରେ ଥରେ ମୁଁ ଭାବେ, ଉପରବାଲା ସତରେ ଅଜଣା ଥାଏ କି ଯିଏ ଏ ଦୁନିଆ ବନେଇଛି। ଅନ୍ୟକୁ ସାହାଯ୍ୟ କଲାବେଳେ ମନରେ ଯେମିତି ଭାବନା ଆସୁଛି ଯେ ମୁଁ ସାହାଯ୍ୟ କରିଛି, ମୋତେ ବି କିଏ ସାହାଯ୍ୟ କରିବ। ସେହିପରି ଅନ୍ୟକୁ କଷ୍ଟ ଦେଲାବେଳେ ଭାବନ୍ତୁ ଯେ ମୁଁ ଯେମିତି ତାକୁ କଷ୍ଟ ଦେଇଛି, ମୋତେ ବି ସେମିତି କିଏ କଷ୍ଟ ଦେବ। ରୋଜଗାର କମ୍ ହେଉ କି ଅଧିକ, ଜୀବନ ସମସ୍ତଙ୍କ ପାଇଁ ସମାନ। ସାଇକେଲ ହେଉ କି BMW କାର୍, ରାସ୍ତା ସମସ୍ତଙ୍କ ପାଇଁ ସମାନ। ଯେତେ ଟଙ୍କାର ବି ହେଉ, ପୁରିବା ସମସ୍ତଙ୍କ ପାଇଁ ସମାନ। ଘୋଡ଼ାର ପଛରେ ଆଉ ପଇସା ବାଲାଙ୍କ ଆଗରେ କେବେ ବି ଛିଡ଼ା ହୁଅନ୍ତୁନି। ଏମାନେ ଏମିତି ଲାତ ମାରିବେ ଯେ ଜୀବନ କ୍ଷଣକେ ଚାଲିଯିବ। ଲୋକେ କୁହନ୍ତି, ଯେଉଁଠି ମନ ମିଶୁଛି ସେଇଠି ସମ୍ପର୍କ ରଖନ୍ତୁ। ଆଜି କାଲିକା ଦୁନିଆରେ ଉପରକୁ ସମ୍ପର୍କ ମଧୁର ହେଇପାରେ, ହେଲେ କାହା ମନ ଭିତରେ କ'ଣ ଅଛି ଏହା ବୁଝିବା ବହୁତ ମୁସ୍କିଲ। ଜୀବନରେ ଗୋଟିଏ ନିୟମ ରଖନ୍ତୁ, ଆଜୀବନ କାହାର ଦୟାରେ ବଞ୍ଚନ୍ତୁ ନାହିଁ। ସବୁବେଳେ ସମସ୍ତଙ୍କ ଆଶୀର୍ବାଦରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବାଣୀ, ଅଯୋଚିତ ଭାବେ ଯାହା ଦାନ କରାଯାଏ ତାହା ହିଁ ପ୍ରକୃତ ଦାନ। ଯେଉଁ ବ୍ୟକ୍ତି କ୍ରୋଧକୁ ବଶୀଭୂତ କରେ ସେ ଦୁଃଖମୁକ୍ତ। ଯିଏ ଗୁରୁଜନମାନଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରେ, କୌଣସି ବିପଦ ଆପଦ ଆକ୍ରମଣ କରିପାରେ ନାହିଁ। ଯାହାର ଧର୍ମ ବିଚାର ନାହିଁ, ସିଏ ଅଧମ ପଶୁରେ ଗଣା। ଧନ ଜନ ଯୌବନରେ ଗର୍ବ କର ନାହିଁ। ସମୟ ବଡ଼ ବଳବାନ, ଏହା କ୍ଷଣକେ ମାତ୍ରେ ସବୁ କିଛି ନଷ୍ଟ କରିଦିଏ। ଜ୍ଞାନୀ ବ୍ୟକ୍ତି ମନ୍ଦ କାର୍ଯ୍ୟ କଲେ ସେ ଆଖି ଥାଉ ଥାଉ ଅନ୍ଧରେ ଗଣା ହୋଇଥାଏ। ଆମକୁ ପାପ କାର୍ଯ୍ୟ କରିବାରେ ଯିଏ ବାଧା ଦିଏ ସେ ହିଁ ପ୍ରକୃତ ବନ୍ଧୁ। ଉପଯୁକ୍ତ ସମୟରେ ଯିଏ ଭଲ କଥା କୁହେ ନାହିଁ ସେ ମୂକ ସହିତ ସମାନ। ଯେଉଁ ଲୋକ ସତ୍ୟକୁ ମାନେ ଏବଂ ଧୈର୍ଯ୍ୟ ଅଛି ସେ ହିଁ ସଂସାରକୁ ଜିଣିଥାଏ। ଯେଉଁ ଜୀବନ ଦୋଷ ବିବର୍ଜିତ, ତାହା ହେଉଛି ପ୍ରକୃତ ଜୀବନ। ପୁରୁଷ ପାଇଁ ସ୍ତ୍ରୀ ଓ ସ୍ତ୍ରୀ ପାଇଁ ପୁରୁଷ ସବୁଠାରୁ ଲୋଭନୀୟ ବସ୍ତୁ। ପଥର ଗୋଟିଏ ଥର ମନ୍ଦିର ଗଲା ଆଉ ସେ ଭଗବାନ ହୋଇଗଲା। ଆଉ ମଣିଷ ପ୍ରତିଦିନ ମନ୍ଦିର ଯାଉଛି, ହେଲେ ମଣିଷ ହୋଇପାରୁନାହିଁ। ସୁସମୟରେ ପାଖରେ ରହି ଦୁଃସମୟରେ ଚାଲିଯିବାର ନାଁ ବନ୍ଧୁତ୍ୱ ନୁହେଁ। ଦୁଃଖରେ ପାଖରେ ରହିବାର ମାନେ ହେଲା ବନ୍ଧୁତ୍ୱ। ଭାଗ୍ୟ କାହାର ସାଥୀ ନୁହେଁ, ତଥାପି ସେ ରୁଷିଥାଏ। ଚରିତ୍ର ଲୁହା ନୁହେଁ, ତଥାପି ଏଥିରେ କଳଙ୍କ ଲାଗିଯାଏ। ଆତ୍ମସମ୍ମାନ ଶରୀର ନୁହେଁ, ତଥାପି ସେ କଷ୍ଟ ପାଏ। ମଣିଷ ଋତୁ ନୁହେଁ, ତଥାପି ସେ ବଦଳିଯାଏ। ଇଚ୍ଛା ପୂରଣ ନହେଲେ କ୍ରୋଧ ବଢ଼େ, ଇଚ୍ଛା ପୂରଣ ହେଲେ ଲୋଭ ବଢ଼େ। ଏଥିପାଇଁ ଜୀବନର ସବୁ ପରିସ୍ଥିତିରେ ଧୈର୍ଯ୍ୟର ସହିତ କାର୍ଯ୍ୟ କରିବା ଶ୍ରେଷ୍ଠତା ଅଟେ। ଜଣେ ବନ୍ଧୁ ମୋତେ ପଚାରିଲେ, ଏ ଦୁନିଆରେ ତୁମର ନିଜର କିଏ? ମୁଁ ହସି ଦେଇ କହିଲି, ସମୟ ଭଲ ଥିଲେ ସମସ୍ତେ ନିଜର, ଆଉ ସମୟ ଖରାପ ଥିଲେ ସମସ୍ତେ ପର। ଗାଳି ଶୁଣା ମଣିଷ ସମସ୍ତଙ୍କ ଘରେ ଜଣେ ମଣିଷ ଏମିତି ଥାଏ କି ସମସ୍ତେ ସବୁବେଳେ ଗାଳି ଦିଅନ୍ତି। ଆମ ଘରେ ସେହି ମଣିଷ ଜଣକ ହେଉଛି ମୁଁ।
ଜୀବନରେ ସତ୍ୟ ଏବଂ ଭଲ କର୍ମ କରି ଚାଲନ୍ତୁ। କିଏ ବୁଝୁ ବା ନ ବୁଝୁ ପାରିଶ୍ରମିକ ଫଳ ତ ମଣିଷ ଦେଇଥାଏ, ହେଲେ ପୁଣ୍ୟର ଫଳ କେବଳ ଭଗବାନ ହିଁ ଦେଇଥାନ୍ତି। ମଣିଷ ଜୀବନରେ ବେଳେ ବେଳେ ସମୟ ଆଉ ପରିସ୍ଥିତି ଏମିତି ଆସେ ଯେ ନା କାହାକୁ କହି ହୁଏ ନା ତାକୁ ସହି ହୁଏ। ପରିସ୍ଥିତିରେ ପଡ଼ି ଯଦି କିଏ ଅଲଗା ହୋଇଯାଏ, ଜରୁରୀ ନୁହେଁ କି ସେ ଧୋକାବାଜ ଅଟେ। ଆପଣଙ୍କ ଆଖିରେ ଲୁହ ଦେଇ ଏକୁଟିଆ ବେଳେ ବେଳେ ଆପଣଙ୍କ ଠାରୁ ଅଧିକ କାନ୍ଦିଥାଏ। ଜୟ ଶ୍ରୀ ଜଗନ୍ନାଥ।